ନୂଆସାହି ବାପ୍ଟିଷ୍ଟ ଚର୍ଚ୍ଚରେ 105ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଛି। ସ୍ଥାନୀୟ ପରିଷଦ ଅନ୍ତର୍ଗତ ନୂଆସାହି ବାପ୍ଟିଷ୍ଟ ମଣ୍ଡଳୀରେ 105ତମ ପ୍ରତିଷ୍ଠା ଦିବସ ମହା ଆଡମ୍ବରରେ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଅତି ସୁନ୍ଦର ଭାବରେ ପାଳନ କରାଯାଇଥିବା ବେଳେ ମଣ୍ଡଳୀର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ତତ୍ପରେ ମଣ୍ଡଳୀର ସମ୍ପାଦକ ପ୍ରମୋଦ ରଞ୍ଜନ ନାୟକ ସ୍ୱାଗତ ତଥା ବିଜ୍ଞାପନ କାର୍ଯ୍ୟକ୍ରମ ପରିଚାଳନା କରି ବକ୍ତା ଜହନ ମାଥାଇଙ୍କୁ ମଞ୍ଚକୁ ସ୍ୱାଗତ କରିଥିଲେ। ବକ୍ତା ଭାବରେ ଭୁବନେଶ୍ୱର ଠାରୁ ଆଚାର୍ଯ୍ୟ ଜହନ ମାଥାଇ ଉପସ୍ଥିତ ରହିଥିବା ବେଳେ ମଣ୍ଡଳୀରେ ବିଶ୍ୱାସୀମାନଙ୍କର ଭୂମିକା କିପରି ହେବା ଆବଶ୍ୟକ ସେ ବିଷୟରେ ଈଶ୍ୱରଙ୍କ ଧର୍ମଶାସ୍ତ୍ର ବାଇବଲରୁ ବାକ୍ୟ ପ୍ରଚାର କରୁଥିଲେ। ଆଚାର୍ଯ୍ୟ ସୁଧାଂଶୁ ନାୟକ ପ୍ରତିଷ୍ଠା ଦିବସ ଅବସରରେ କେକ୍ କାଟି ଦିବସଟିକୁ ପାଳନ ନିମନ୍ତେ ଉତ୍ସାହିତ କରିଥିଲେ। ଏହି ପ୍ରତିଷ୍ଠା ଦିବସ ଅବସରରେ ମାଲକାପଡ଼ି ବାପ୍ଟିଷ୍ଟ ମଣ୍ଡଳୀ, କନବାଗିରି ସିଏନ୍ଏ ମଣ୍ଡଳୀ ସମେତ ଅନ୍ୟ ମଣ୍ଡଳୀର 500ରୁ ଉର୍ଦ୍ଧ୍ୱ ବିଶ୍ୱାସିନୀ ବା ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ। ସ୍ଥାନୀୟ ମଣ୍ଡଳୀର ମହିଳା ସମିତି, ଉଦ୍ଯୋଗ ସମିତିର କର୍ମକର୍ତ୍ତା ସକ୍ରିୟ ଅଂଶଗ୍ରହଣ କରି ସଙ୍ଗୀତ ପରିବେଷଣ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦାନ ଦେଇଥିଲେ। ଶେଷରେ ଉପସଭାପତି ପ୍ରଶାନ୍ତ କୁମାର ଦାସ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ସାଙ୍ଗ କରିଥିବା ବେଳେ ସନ୍ଧ୍ୟା ସମୟରେ ମଣ୍ଡଳୀରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।